ଦେଖିବେ ଗୋଟେ ଆପଣଙ୍କ ଦଳରେ ନବୀନ ବାଦକୁ ନେଇ ନବୀନ ପଟ୍ଟନାୟକ ଆମ ବଢି ସର୍ବୋଚ୍ଚ ନେତା। ସିଏ ଯାହା କହିଲେ ସେଇଟା ହିଁ ଆମ ପାଇଁ ସର୍ବମାନ୍ୟ। ଆଜ୍ଞା। କିନ୍ତୁ ସାର୍ ନେତା କହୁଛନ୍ତି ଯେ ଆମେ ବସିବାରେ କୌଣସି ଅସୁବିଧା ନାହିଁ। କିଏ କହୁଛନ୍ତି? ଆପଣଙ୍କର ପ୍ରଫୁଲ୍ଲ ମଲ୍ଲିକ କୁହନ୍ତୁ, ନୃସିଂହ ଚରଣ ସାହୁ ହୁଅନ୍ତୁ। ନାଇଁ ଦେଖନ୍ତୁ, ପାର୍ଟି ଅଫିସ ଅଛି, ପାର୍ଟି ସମ୍ବନ୍ଧୀୟ ବସିବା ପାଇଁ ସବୁ ଭବନ ଅଛି, ସେ ବସିପାରିବେ ନା। ଆଜ୍ଞା। କିନ୍ତୁ ସେ କହୁଛନ୍ତି ଆମେ କୌଣସି ପାର୍ଟି ନୁହେଁ, ଆମେ ଦଳୀୟ ନୁହେଁ, ଆମେ ଆଲୋଚନା କରୁଥିଲୁ ବରିଷ୍ଠ ବସି, ଯେହେତୁ ଦଳରେ ସ୍ଥିତି ଲାଗି ରହିଛି, ନବୀନ ପଟ୍ଟନାୟକ ଯେହେତୁ କିଛି କହୁନାହାନ୍ତି। ଶୁଣନ୍ତୁ, ଆମର ନବୀନ ପଟ୍ଟନାୟକ ହଉଛନ୍ତି ସର୍ବୋଚ୍ଚ ନେତା। ଆଜ୍ଞା। ଆଉ ଅନ୍ୟମାନେ ଯାହା କହିଲେ ବି ଆଜ୍ଞା ତାର କିଛି ଗୁରୁତ୍ୱ ନାହିଁ। ଆଜ୍ଞା ସେ ଯାହା କହିଛନ୍ତି ନବୀନ ପଟ୍ଟନାୟକ ସେଇଟା ସମସ୍ତଙ୍କ ପାଇଁ ସର୍ବମାନ୍ୟ। ଆଜ୍ଞା। କିନ୍ତୁ ସାର୍ ଯୋଉ ସେ ପ୍ରଶ୍ନ ଉଠାଉଛନ୍ତି ଯେ ପାଣ୍ଡିଆନ ଏବେ ବି ସେ ସକ୍ରିୟ ଅଛନ୍ତି, କାର୍ଯ୍ୟ କରୁଛନ୍ତି, ଯାହା ପାଇଁ ଆମେ ହାରିଲୁ, କିନ୍ତୁ ତାଙ୍କୁ ଏବେ ବି ସୁରକ୍ଷା ଦେବା ପାଇଁ ଆମକୁ ସେ କଣଠେସା କରୁଛନ୍ତି। କିଏ କରୁଛି? ନବୀନ ପଟ୍ଟନାୟକ, ଯେହେତୁ ପାଣ୍ଡିଆନଙ୍କ ଦ୍ଵାରା ଦଳ ହାରିଲା କିନ୍ତୁ ତାଙ୍କୁ ସୁରକ୍ଷା ଦଉଛନ୍ତି। ସେ ସୁରକ୍ଷା ଦଉନାହାନ୍ତି, ସେ କହିଛନ୍ତି ଯେ ପାଣ୍ଡିଆନ ଦଳ ପାଇଁ ଆଉ ଓଡିଶା ପାଇଁ ଆଜ୍ଞା ଅନେକ କାମ କରିଛନ୍ତି। ସେଟା ଭୁଲ ଅଛି କି? ଆଜି ଶ୍ରୀ ଜଗନ୍ନାଥ ମନ୍ଦିରର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱର ମନ୍ଦିର, ସବୁ ମନ୍ଦିର କଥା, ହାଇସ୍କୁଲ ଯେତେ ଅଛି ସବୁ ହାଇସ୍କୁଲ 5Tରେ ରୂପାନ୍ତରୀକରଣ ଯାହା କରିଛନ୍ତି ସେ କରିଛନ୍ତି ନା। ଆଜ୍ଞା। ଓଡିଶା ପାଇଁ ତାଙ୍କର ବିଜନ ପାଇଁ ଓଡିଶାରେ ଯାହା ପ୍ରଗତି। କିନ୍ତୁ ସେ କହୁଛନ୍ତି ତାଙ୍କ ପାଇଁ ଦଳ ହାରିଲା ସାର୍। ତାଙ୍କ ପାଇଁ ଦଳ ହାରିଲା ବୋଲି କିଏ କହିଲା? ପ୍ରଫୁଲ୍ଲ ମଲ୍ଲିକ କୁହନ୍ତୁ, ନୃସିଂହ ସାହୁ ହୁଅନ୍ତୁ, ଆପଣଙ୍କର ଶଶିଭୂଷଣ ତାର କିଛି ଗୁରୁତ୍ୱ ନାହିଁ। ନବୀନ ପଟ୍ଟନାୟକ ଯାହା କହୁଛନ୍ତି ସେଇଟା ହିଁ। ଆଜ୍ଞା ସାର୍, ତାହେଲେ ଯୋଉ ସାଂସଦ ମାନଙ୍କର ଦୁଇ ମତ ଆସିଲା, ନେତା ଏବେ କହୁଛନ୍ତି ୱାକଫ ବିଲ୍ କୁ ନେଇ ଯୋଉ ସାଂସଦ ମାନେ ଦୁଇ ଭାଗ ହେବା, ଏହା କେତେ ଦୂର ଯୁକ୍ତି ସଙ୍ଗତ ସାର୍? ଦେଖନ୍ତୁ, ସେଟା ଦୁଇ ଭାଗ ତ ହେଇନାହାନ୍ତି, ସେଟା କହିଛନ୍ତି। ସେ କହିଲେ ଯେ ବିବେକ ଅନୁସାରେ ଜୀବିକା ମୋଦି ତ ଭୋଟ ଦିଅ। ଆଜ୍ଞା। ନିଜ ବିବେକ ଅନୁସାରେ ଭୋଟ ଦିଅ ବୋଲି କହିଲେ। ସମସ୍ତେ ଯାହାର ଯୋଉ ବିବେକ ହେଲା ସେ ଅନୁସାରେ ଭୋଟ ଦେଲେ। ସେଠି ଭାଗ କହୁଛି ସାର୍, କିନ୍ତୁ ପ୍ରଥମରୁ ତ ବିରୋଧ କରିବାକୁ କୁହାଯାଇଥିଲା, ପରେ ହଠାତ୍ କରାଗଲା, ନେତାଙ୍କୁ ଜଣାଗଲାନି, ଯାହା ପାଇଁ ଦେବାଶିଷ ସାମନ୍ତରାୟ ପ୍ରଶ୍ନ ଉଠାଉଛନ୍ତି। ନାଇଁ, କେବେ କଣ ମିଟିଂ ହେଇଥିଲା ତ ମୁଁ ଜାଣେ ନାହିଁ। ମୁଁ ତ ନବୀନ ମିଟିଂରେ ମୁଁ କହିପାରିବି ବିଷୟଟା। ଏତିକି ଜାଣିଛି ଯାହା ନବୀନ ପଟ୍ଟନାୟକ କହିଲେ, ଆଜ୍ଞା ସେ ବିବେକାନନ୍ଦ ଭୋଟ ଅଛି, ସେଇଟା ସମସ୍ତେ ସେ ଅନୁସାରେ କାମ ଅଛି। ସାମନ୍ତରାୟଙ୍କ ବିରୋଧରେ ସାଂସଦ ମାନେ କହୁଛନ୍ତି, ଦେବାଶିଷ ସାମନ୍ତରାୟଙ୍କୁ ଆପଣଙ୍କର 4 ସାଂସଦ କହୁଛନ୍ତି ଯେ ପାଣ୍ଡିଆନଙ୍କୁ ଆକ୍ରୋଶ ରଖି ଏଭଳି ସେ ମନ୍ତବ୍ୟ ଦଉଛନ୍ତି ଦଳ ପ୍ରତି। ଇଏ କଣ ସାର୍ ଠିକ? ସାଂସଦ ମାନେ ସାଂସଦକୁ ପ୍ରତ୍ୟାହାର କରିବା? ଦେବାଶିଷ ସାମନ୍ତରାୟ କି କହୁଛନ୍ତି? ଦେବାଶିଷ ସାମନ୍ତରାୟ କହିଲେ ଯେ ମୁଁ କହିଲି ପରା ଆପଣଙ୍କୁ ଗୋଟେ କଥା, ଜି ନବୀନ ପଟ୍ଟନାୟକ ଛାଡିକିରି ଅନ୍ୟ କଣ କହିଲେ ତାର କୌଣସି ଗୁରୁତ୍ୱ ନାହିଁ। ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାର ଗୁରୁତ୍ୱ ଅଛି ଏବଂ ସେଇଟା ହିଁ ସର୍ବମାନ୍ୟ ଆମ ପାଇଁ। ସେମାନେ କଣ କହିଲେ ତ କିଏ ପଚାରୁଛି? ସେଟା ପାର୍ଟିର କଥା କି? ନବୀନ ପଟ୍ଟନାୟକ ଯାହା କହିଲେ ସେଟା ପାର୍ଟି। କିନ୍ତୁ ପ୍ରସନ୍ନ ଆଚାର୍ଯ୍ୟ କହୁଛନ୍ତି ଆପଣଙ୍କର, କିମ୍ବା ପ୍ରସନ୍ନ ପାଟ୍ଟଶାଣୀ ଯିଏ ଦଳ ଛାଡିକି ଯାଇଛନ୍ତି, ଯେ ନବୀନ ପଟ୍ଟନାୟକ ଫେର ଆପଣ କହିଲେ ସେଇ କଥା। ଅନ୍ୟ ମାନଙ୍କର କଥା କାହିଁ କହୁଛନ୍ତି? ନବୀନ ପଟ୍ଟନାୟକ ଆମ ନେତା, ସେ ଯାହା କହିଲେ ସେଇଟା। ଯେ ନବୀନ ପଟ୍ଟନାୟକ ନୀରବ ରହୁଛନ୍ତି ବୋଲି ସେମାନେ କହୁଛନ୍ତି। କାହିଁକି ନୀରବ ରହୁଛନ୍ତି, କାହିଁକି କହୁନାହାନ୍ତି? ଦଳକୁ ଯାହା କହିବା କଥା, ଯେତିକି ଆବଶ୍ୟକ ସେ କହିଛନ୍ତି। ଆଜ୍ଞା ସାର୍, ଆପଣଙ୍କୁ କଣ ଲାଗୁଛି ଦଳର ସ୍ଥିତି ବର୍ତ୍ତମାନ ଭଲ ରହିଛି? ସବୁ କିଛି ନବୀନ ଠିକ ଅଛି, କିଛି ଅସୁବିଧା ନାହିଁ। ଆମେ ଅଧିକା ଭୋଟ ପାଇଥିଲୁ, ବିଜେପିରୁ ବି ଅଧିକା ଭୋଟ ପାଇଥିଲୁ। ଦଳର ସ୍ଥିତି ଭଲ ଅଛି, ଅଧିକା ସଂଖ୍ୟା, ଖାଲି ଏଇ ସଂଖ୍ୟାରେ ସେମାନେ ଅଧିକା ହେଇଗଲେ, ନହେଲେ ସରକାର ତ ତାଙ୍କ ନାଁରେ ଏଇନା ବି ଗାଁ ଗହଳିକୁ ଯିବେ, ନବୀନ ପଟ୍ଟନାୟକ ଏଇନା ବି ଲୋକ ବୁଝୁଛନ୍ତି।